ଯୌତୁକ ଜୁଇରେ ପୋଡ଼ିଗଲେ ରୁନୁ ରାଣୀ। ପ୍ରଥମେ ଭଲ ପାଇବା ତାପରେ ବିବାହର କିଛି ଦିନ ପରେ ଚାଲେ ଯୌତୁକ ଜନିତ ନିର୍ଯାତନା ହତ୍ୟା କରିବାର ଧମକ। ପ୍ରେମ ଅଢ଼େଇ ଅକ୍ଷର ସତ୍ୟ ପୁଣି ସୁନ୍ଦର। ସମାଜରେ କିଛି ଶୈତାନ ଚରିତ୍ରର ବ୍ୟକ୍ତି ପ୍ରେମକୁ କରନ୍ତି ବଦନାମ। ଶେଷରେ ଏଭଳି ସ୍ୱପ୍ନ ଆସେ ପ୍ରତାରିତ ପ୍ରେମିକ ମିଠା ମିଠା କହି ଆଣିଥିବା ପ୍ରେମିକକୁ ଛୁଆ ପିଲାର ବାପା ହେଲା ପରେ ବି ପ୍ରେମିକାକୁ ପରିବାର ସହିତ ମିଶି ଯୌତୁକ ପାଇଁ ବି ମାରିବାକୁ ପଛାଏ ନାହିଁ। ହଁ ଆଜ୍ଞା, ଆମେ କହୁଛୁ ଏପରି ଏକ କରୁଣ କାହାଣୀ ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନଟପଡ଼ା ଗ୍ରାମର ବସନ୍ତ କୁମାର ସେନ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି ବିଦ୍ୟାଧରପୁର ଗ୍ରାମର ଗୌରାଙ୍ଗ ଦାସଙ୍କ ଝିଅ ରୁନୁ ରାଣୀ ଦାସଙ୍କୁ ପ୍ରେମ ବିବାହ ପ୍ରଥମେ କୋର୍ଟରେ ପରେ ବୈଦିକ ରୀତିନୀତି ସୋର କାମେଶ୍ୱର ମନ୍ଦିରରେ 2020 ମସିହାରେ ନଭେମ୍ବର 24 ତାରିଖରେ ବିବାହ କରିଥିଲେ। କିନ୍ତୁ ପରିସ୍ଥିତି ଦିନକୁ ଦିନ ଏପରି ହେଉଥିଲା, ବସନ୍ତ ରୁନୁଙ୍କୁ ପିଟୁଥିଲା ଯୌତୁକ 50,000 ଟଙ୍କା ପାଇଁ। ଭୁଲି ଯାଇଥିଲା ସେହି ପ୍ରେମର ଦେଇଥିବା ମିଠା ମିଠା କଥା। ଶୈତାନ ବସନ୍ତ ଦେଖିନଥିଲା ତାକୁ ଭଲ ପାଇ ରୁନୁ ରାଣୀ ପଳାଇ ଆସିଥିଲେ। ଶେଷରେ ପିଚାସ ରୂପ ଧରି 2025 ମସିହା ଜୁଲାଇ 22 ତାରିଖରେ ରାତିରେ ପିଟିବା ସହିତ ତାର ବେକକୁ ଲୁଗାରେ ଭିଡ଼ି ମାରିବାକୁ ଉଦ୍ୟମ କରିଥିଲା। ମେଡିକାଲରେ ରୁନୁ ରାଣୀ 23 ତାରିଖରେ ଆଖିରେ ଆଖି ସ୍ୱପ୍ନ ନେଇ ଆର ପାରିକୁ ଚାଲି ଯାଇଥିଲା। ପିତା ଗୌରାଙ୍ଗ ଦାସଙ୍କ ଏତଲା କ୍ରମେ ଶୈତାନ ବସନ୍ତକୁ ସୋର ପୋଲିସ ଗିରଫ କରିଛି। ଝିଅ ରାତିରେ ଫୋନ କଲା ଡିମାଟ ଦିଅ। ଆଉ ହଉଛି ମୁଁ କହିଲି ମୁଁ ତ ଏବେ ଡିମାଟ ଦେଇପାରିବିନି। ଆଉ ହଉଛି ଡିମାଟ ଦେଲେ ମୋ ପରେ ଡିମାଟ ମାଗିଲେ ମୁଁ ଡିମାଟ ନ ଦେବା ଦେଇ ସେ ମୋ ଝିଅକୁ ମାରି ଦେଇଛନ୍ତି। ସୋର ଥାନା ହଉଛି ଏଠି କଣ ସାଣ ସାହି। ମୋ ଜଇଁ ନାଁ ହଉଛି ମୁଁ ଜାଣିନି, ତାଙ୍କୁ ଡାକନ୍ତି ବବଲୁ। ହଁ, ଥାନାରେ ଏଫଆଇଆର ଦିଆହେଇଛି। ସେ ବାହାର ଲୋକ କହିଲେ ଯେ ଫୋନ କଲେ ତମ ଝିଅ ଯେତିକି ମେଡିକାଲରେ ପଡିଛି ଶୀଘ୍ର ଆସି ଦେଖା କର। ତା ବେକରେ ଦାଗ ଅଛି, ତା ବେକ ଇଏରେ ଦାଗ ଅଛି। ଆମେ ଜାଣିପାରିଲୁ ଯେ ଇଏ ମାରି ଦେଇଛନ୍ତି। କିଛି ଧମକ ଦେଇଥିଲା କି ପୂର୍ବରୁ? ହଁ, ଧମକ ଦେଇଥିଲା, କହିଲା ଡିମାଟ ଆଣିଯା, ଆଉ ଯଦି ଡିମାଟ ନ ଆଣିବୁ ତତେ ମୁଁ ମାରିଦେବୁ। ତାପରେ ସେ କହିଥିଲା ଫୋନ କରି, ଆମେ ଯାଇଥିଲୁ ତା ମାମୁଁ ଘର, ଆମର ଯାଇଥିଲୁ ସବୁ ବୁଝାବୁଝି କରିକି ଆମେ ଆସିଥିଲୁ। ତାପରେ ମୋ ଝିଅକୁ ମରାପିଟା କରୁଥିଲା ଯେ ଆମେ ଯାଇଥିଲୁ ସମାଧାନ କରିକି ଆସିଥିଲୁ। ମୁଁ ଚାହୁଁଛି ନ୍ୟାୟ, ମୋ ଝିଅକୁ ନ୍ୟାୟ ଦିଅ। ଆପଣଙ୍କର ହାତ ଅଛି? କେମିତି ଚାହୁଁଛନ୍ତି ଆପଣଙ୍କ ହାତ ଅଛି? ହାତ ଅଛି ଯେ ମା ଇଏ ମେଡିକାଲ ମୁଁ ଯାଇକି ଦେଖିଲି ଯେ ଚିହ୍ନ ଅଛି, ମାଡ଼ ଚିହ୍ନ ଅଛି। ନା ମା ଘର ପୁଅ କି ମାନେ ଅଲଗା ରହନ୍ତି? ଗୋଟେ ଘର ଗୋଟିଏ ଘର ଭିତରେ ମା, ପୁଅ, ବୋଉ ଆଉ ନାତୁଣୀ ରୁହନ୍ତି। ହଁ, ଘର କେତେଟା ଘର ଅଛି? 2ଟା ରୁମ୍। 2ଟା ରୁମ୍ ଭିତରେ ମା ପୁଅ ସାଙ୍ଗ ରୁହନ୍ତି। ଆପଣ କେମିତି ଭାବୁଛନ୍ତି ଯେ ମା ପୁଅ ସେଥିପାଇଁ ଭାବୁଛନ୍ତି ମା ପୁଅ ମାରି ଦେଇଛନ୍ତି? ମା ପୁଅ ଯୋଉ ମାରିଛନ୍ତି ଆଉ ହାଠି କେହି ନାହାନ୍ତି, ମା ପୁଅ ରହିଛନ୍ତି। ମା ପୁଅ ବୋଧେ ତାକୁ ଆମେ ସନ୍ଦେହ କରୁଛୁ ମାରିଛନ୍ତି ମା ପୁଅ। ଯୋଉଦିନ ଆପଣ ଫୋନରେ କଥା ହେଇଛନ୍ତି, ଝିଅ ସହିତ ରାତିରେ କଥା ହେଇଛନ୍ତି, ସେଦିନ ଆପଣ ତାଙ୍କ ଶ୍ୱଶୁର ସହିତ ବି କଥା ହେଇଛନ୍ତି? ନା, ଜୁଇଁ ସହିତ କଥା ହେଇନି। ସେମାନେ ଘରେ ଥିଲେ ବୋଲି ଆପଣ ଜାଣିଛନ୍ତି? ହଁ, ଜାଣିଛି। ସେଇଦିନେ ଯୌତୁକ ନେଇକି ମତେ ମାଗିଲେ ଯେ 1,00,000 ଟଙ୍କା ଦବା କଥା, 50,000 ଟଙ୍କା ଦେଇଛ, ଆଉ 50,000 ଟଙ୍କା ଦିଅ। ମୁଁ କହିଲି ଏଇଖିଣା ନାହିଁ ମୋ କତ୍ର, ମୁଁ ପରେ ଦେଖିକି ଦେବି। ହଁ, ଧମକେଇଲେ ଯେତେ ବର୍ତ୍ତମାନ ନଦବ ତମ ଝିଅକୁ ଆମେ ମାରିଦେବୁ। ଡାଇରେକ୍ଟର ଦୀପକ କୁମାର ପଣ୍ଡାଙ୍କ ରିପୋର୍ଟ, IJB ନ୍ୟୁଜ।